ଆଜି ଆମେ ଦେଖିବା ଶୁଖୁଆ ଡଙ୍ଗା। ଆପଣମାନେ ସାଧାରଣତଃ ବିଭିନ୍ନ ଡଙ୍ଗା ଦେଖିଥିବେ। ଡଙ୍ଗାରେ ଲୋକମାନେ ଯିବା ଆସିବା କରନ୍ତି, କିନ୍ତୁ ଇଏ ଗୋଟେ ପ୍ରକାର ନୂତନ ଡଙ୍ଗା। ସେ ଡଙ୍ଗାର ନାଁ ଦିଆହେଇଛି ଶୁଖୁଆ ଡଙ୍ଗା। କାହିଁକି ଏ ଡଙ୍ଗା ନାଁ ଶୁଖୁଆ ଡଙ୍ଗା ଦିଆହେଇଛି ଆସ ଆମେ ଦେଖିବା। ଦେଖନ୍ତୁ, ଆପଣ ଏସବୁ ଡଙ୍ଗା ସବୁ ଦେଖୁଛନ୍ତି, ଡଙ୍ଗାର ଉପରେ ଦେଖନ୍ତୁ କେତେ ସାରା ଶୁଖୁଆ ଶୁଖା ହେଇଛି। ଆପଣମାନେ କମେଣ୍ଟରେ ଲେଖିବେ ଏସବୁ କେଉଁ ପ୍ରକାର ଶୁଖୁଆ, ଆଉ ଆପଣମାନେ ଏ ଶୁଖୁଆ ଖାଇଛନ୍ତି ନା ନାହିଁ। ଦେଖନ୍ତୁ କେତେ ସାରା ଶୁଖୁଆ ଅଛି। ଏଇ ଯେଉଁ ଶୁଖୁଆ ସବୁ ଆମର ମତ୍ସ୍ୟଜୀବୀମାନେ ସମୁଦ୍ର ଭିତରକୁ ଯାଇ ବିଭିନ୍ନ ପ୍ରକାର ମାଛ ଧରିକିରି ଶୁଖୁଆ କରି ଶୁଖାଉଛନ୍ତି। ଆପଣମାନେ ବି ଶୁଖୁଆ ଖାଇଥିବେ। ପ୍ରତିଟି ଓଡ଼ିଆର ପ୍ରିୟ ଖାଦ୍ୟ ପଖାଳ ଭାତକୁ ଶୁଖୁଆ ଭଜା। ଆମର ପ୍ରତିଟି ଓଡ଼ିଆ ଯେତେବେଳେ ଶୁଖୁଆ ଭଜାଟିଏ ଖାଇଦିଏ, ତା ମନରେ କେତେ ଆଗ୍ରହ, କେତେ ଉତ୍ସାହ ଉଠି ଆସେ। ଜୀବନ ଯେତେ ଦୁଃଖ ସବୁ ଥାଏ ଅଧା ଦୂର ହୋଇଯାଏ। ଆଗକାଳେ ଲୋକମାନେ ଏଇ ପଖାଳ ଭାତ ଶୁଖୁଆ ଭଜା ଖାଇକିରି ବିଲ ବାଡ଼ିରେ ପରିଶ୍ରମ କରିକିରି 70-80 ବର୍ଷ ପର୍ଯ୍ୟନ୍ତ ନିରୋଗ ରହୁଥିଲେ। କିନ୍ତୁ ଆଜିକାଲି ଆମେମାନେ ଫାଷ୍ଟଫୁଡ଼୍ ଖାଇକିରି 30-40 ବର୍ଷ ଭିତରେ ବିଭିନ୍ନ ରୋଗରେ ଆକ୍ରାନ୍ତ ହୋଇ ମୃତ୍ୟୁବରଣ କରୁଛେ। ଦେଖନ୍ତୁ, ଆମ ମତ୍ସ୍ୟଜୀବୀମାନେ ଏଇଭଳିଆ ଡଙ୍ଗା ବା ଟଲରରେ, ଏ ବଡ଼ ବଡ଼ଟାକୁ ଟଲର ବି କୁହନ୍ତି, ସମୁଦ୍ର ଭିତରକୁ ଯାଇ 10-15 ଦିନ ରହି ଝଡ଼ ତୋଫାନ ସହି ଆମମାନଙ୍କ ପାଇଁ ବିଭିନ୍ନ ପ୍ରକାର ମାଛ ଆଣୁଛନ୍ତି। କାଳେ ମାଛ ନଷ୍ଟ ହୋଇଯିବ ବୋଲି ବିଭିନ୍ନ ପ୍ରକାର ଶୁଖୁଆ ତିଆରି କରୁଛନ୍ତି। ଆକୁ ଆମର ଓଡ଼ିଶାର ଶୁଖୁଆ, ଆମ ମାଟିର ଶୁଖୁଆ ସାରା ଦେଶରେ ପ୍ରସିଦ୍ଧ। ଆଉ ପ୍ରତିଟି ଓଡ଼ିଆଙ୍କର ପ୍ରିୟ ଖାଦ୍ୟ ହେଉଛି ଶୁଖୁଆ। ଦେଖନ୍ତୁ, ସେଥିପାଇଁ ଏ ଡଙ୍ଗାର ନାଁ ଦିଆଯାଇଛି ଶୁଖୁଆ ଡଙ୍ଗା। ଦେଖନ୍ତୁ, ଏଇ ଡଙ୍ଗା ଭିତରେ ଆମ ମତ୍ସ୍ୟଜୀବୀମାନେ ରହୁଛନ୍ତି। 10-15 ଦିନ ରହୁଛନ୍ତି, ସମୁଦ୍ର ଭିତରକୁ ଯାଉଛନ୍ତି। ଏଇଟା ତାଙ୍କର ଘର ବି ହେଇଯାଇଛି। ଡଙ୍ଗାକୁ ତାଙ୍କର ଘର କହିଲେ ଚଳେ। ଦେଖନ୍ତୁ ଦେଖନ୍ତୁ ଏଇଠି ଗୋଟେ ଟଲର ଆସୁଛି ସମୁଦ୍ର ଭିତରୁ। ଦେଖନ୍ତୁ, ଯାଇଥିଲା ସମୁଦ୍ର ଭିତରକୁ 10-15 ଦିନ ରହିକିରି ଏବେ ସିଏ ଫେରୁଛି। ସେଥିରେ ବି ଢେର ସାରା ସେ ମାଛ ଆଣିଛି। କିଛି ମାଛ ବଜାରରେ ବିକ୍ରି ହୁଏ, ଆଉ କିଛି ମାଛ ଏଇଭଳିଆ ଡଙ୍ଗା ଉପରେ ଆମ ମତ୍ସ୍ୟଜୀବୀମାନେ ମାଛକୁ କାଟିକିରି ସଫା କରି ଏଇଭଳିଆ ଦେଖନ୍ତୁ କେତେ ସୁନ୍ଦର ଭାବେ ଶୁଖୁଆ ସବୁ ଶୁଖେଇଛନ୍ତି। ଏ ଦେଖନ୍ତୁ, ଆଜି ଏ ଡଙ୍ଗାରୁ ଆଉ ବହୁତ ଜିନିଷ ବାହାରିଛି। ଦେଖନ୍ତୁ, ଏ ଚୁଙ୍ଗୁଡ଼ି ମାଛ ଦେଖନ୍ତୁ। ଦେଖନ୍ତୁ କେତେ ସାରା ଚୁଙ୍ଗୁଡ଼ି ମାଛ ଆଣିଛନ୍ତି। ଏତେ ସବୁ ବରଫ ପ୍ୟାକିଂ କରାହେଉଛି। ଦେଖନ୍ତୁ ବରଫ ସବୁ କେମିତି ଆସିକିରି ଚୁଙ୍ଗୁଡ଼ି କିପରି ଅଧିକା ଦିନ ରଖାଯାଇପାରିବ। ଏଇଠି ଦେଖନ୍ତୁ ସବୁ ବରଫ ସବୁ ଦେଖନ୍ତୁ, ଫ୍ୟାକ୍ଟ୍ରିରୁ ବରଫ ଆସୁଛି। ଦେଖନ୍ତୁ ଏସବୁ ବରଫ। ଏଇ ଦେଖନ୍ତୁ ବିଭିନ୍ନ ପ୍ରକାର ମାଛ ବି ଆସିଛନ୍ତି। ଦେଖନ୍ତୁ ଏ ବଡ଼ ବଡ଼ ସାଇଜ ଚୁଙ୍ଗୁଡ଼ି ଦେଖନ୍ତୁ, ଏଇଭଳିଆ ରଖାହେଉଛି ସବୁ କଣ୍ଟେନରରେ। ଦେଖନ୍ତୁ, ଇଏ ଏବେ ଟ୍ରକରେ ଲୋଡ଼ିଂ ହେଇକିରି ଓଡ଼ିଶା ବାହାରକୁ ଯିବ, ଆଉ ପ୍ୟାକିଂ ବି ହେଇକିରି ବାହାରକୁ ବି ଯିବ। ଜାହାଜରେ ବାହାରକୁ ଯିବ। ଫରେନ୍ରେ ବି ଆମ ଓଡ଼ିଶାର ମାଛର, ଏ ଚୁଙ୍ଗୁଡ଼ି ମାଛର ବହୁତ ଚାହିଦା ଅଛି। ଦେଖନ୍ତୁ, ଏ ମାଛ ଯଦି ଆପଣଙ୍କ ଅଞ୍ଚଳରେ ମିଳୁଥିବ, ଆପଣମାନେ କହିବେ ଏ ମାଛର ଡିମାଣ୍ଡ କେତେ ଅଛି ଆଉ ପ୍ରାଇସ୍ କେତେ ଅଛି। ଆମ ଅଞ୍ଚଳରେ ଏ ମାଛ ସାଧାରଣତଃ 300-400 ଟଙ୍କା ଭିତରେ ବିକ୍ରି ହୁଏ। ଆପଣଙ୍କ ଅଞ୍ଚଳରେ ଏ ମାଛ କେତେ ଅଞ୍ଚଳରେ କେତେ ରେଟ୍ରେ ବିକ୍ରି ହେଉଛି ଆପଣମାନେ କମେଣ୍ଟରେ ଲେଖିବେ। ଦେଖନ୍ତୁ, ଏସବୁ ମାଛର ମୁଣ୍ଡକୁ ସବୁ ଛଡ଼େଇ ଦିଆହେଉଛି। ଦେଖନ୍ତୁ, ମୁଣ୍ଡକୁ କାଢ଼ି ଦେଇକିରି ବର୍ତ୍ତମାନ ବରଫରେ ପ୍ୟାକିଂ ହେଲା। ତାପରେ ଏଇଖିଣା ମାର୍କେଟକୁ ଇଏ ଯିବ ବିକ୍ରି ହେବା ପାଇଁ। ଦେଖନ୍ତୁ, ଆଉ ମାଛର ମୁଣ୍ଡକୁ ସବୁ ଛଡ଼େଇ ଦିଆହେଉଛି ଚୁଙ୍ଗୁଡ଼ି ମାଛର। ଏବେ ମାଛ ମାର୍କେଟକୁ ଯିବ